ବିଜେଡିର 27ତମ ପ୍ରତିଷ୍ଠା ଦିବସ ଅବସରରେ ପାରାଦୀପ ନଗର ବିଜେଡି ତରଫରୁ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ 200 ୟୁନିଟ୍ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ କହିଛନ୍ତି ପାରାଦୀପ ନଗର ବିଜେଡି ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ। ବିଜୁ ଜନତା ଦଳ ଓଡ଼ିଶାର ବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବରେ ଓଡ଼ିଶାବାସୀଙ୍କ ପ୍ରିୟ ଭାଜନ ହେବା ସହିତ ଓଡ଼ିଶାବାସୀଙ୍କ ବଳ ଭାବରେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓଡ଼ିଶାକୁ ସମୃଦ୍ଧ କରିବାରେ ସହାୟକ ହୋଇଛି, ଯାହାକୁ ନେଇ ବିଜୁ ଜନତା ଦଳର 26 ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଓଡ଼ିଶାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ପାରାଦୀପ ନଗର ବିଜେଡି ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବରେ ମହିଳା, ପୁରୁଷ ଓ ଯୁବଗୋଷ୍ଠୀମାନେ ସାମିଲ ହୋଇ ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି। ରକ୍ତଦାନ ଜୀବନଦାନ। ସେହି ପରିପ୍ରେକ୍ଷୀରେ ପାରାଦୀପ ନଗର ବିଜେଡି ତରଫରୁ ଦଳର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ସହିତ ରାଜ୍ୟର ରକ୍ତ ଭଣ୍ଡାରକୁ ସମୃଦ୍ଧ କରିବାକୁ ନିବେଦନ କରିଛନ୍ତି ପାରାଦୀପ ନଗର ବିଜେଡି ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ। ଆମର ବିଜୁ ଜନତା ଦଳ 26 ବର୍ଷ ପୂର୍ତ୍ତି ଉପଲକ୍ଷେ 27 ବର୍ଷ ପଦାର୍ପଣ କରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ଆଜି ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ବିଜୁ ଜନତା ଦଳ ଏକ ସାମାଜିକ ଆନ୍ଦୋଳନ ପରିବର୍ତ୍ତନ ହୋଇଛି, ତେଣୁ ବିଜୁ ଜନତା ଦଳ ସବୁ ଲୋକଙ୍କ ସାଙ୍ଗରେ ଥିଲା, ରହିବ। ସମଗ୍ର ଓଡ଼ିଶାରେ ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଜନତା ଦଳର ଯୁବକମାନେ, ଛାତ୍ରମାନେ ରକ୍ତଦାନ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଓ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ରକ୍ତଦାନ କରୁଛନ୍ତି। ରକ୍ତଦାନ କରିବା ଜୀବନ ବଞ୍ଚିବା, ଏହା ଏହାର ମୂଳ ଲକ୍ଷ୍ୟ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।